326 ଜାତୀୟ ରାଜପଥର ବଙ୍ଗଳାଗୁଡ଼ା ନିକଟରେ ଡାଇଭର୍ସନ ବ୍ରିଜ ଉପରେ ବଢ଼ି ପାଣି ଆସିବାରୁ ଯାତାୟାତ ବାଧାପ୍ରାପ୍ତ। କୋରାପୁଟ ଓ ରାୟଗଡ଼ା ଯାତାୟାତ ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷାରେ ଚବେରୀ ନଦୀ ଉପରେ ବଢ଼ି ପାଣି ଆସି ବ୍ରିଜ ଉପରେ ପ୍ରବାହିତ ହେଉଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଯାନବାହନ ଗୁଡ଼ିକ ଏବେ ମାଲକାନଗିରି ଦେଇ ଯିବା ଆସିବା କରୁଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ ଉପରେ ନିର୍ମିତ ପୋଲ ଭୁଶୁଡ଼ି ଦୀର୍ଘ 3 ବର୍ଷ ହେଲାଣି। ତଥାପି ଏଯାଏଁ ବ୍ରିଜ ନିର୍ମାଣ ହୋଇପାରିଲା ନାହିଁ। ଫଳରେ ଯାନବାହନ ଗୁଡ଼ିକ ଆପ୍ରୋଚ ରାସ୍ତାରେ ଯାତାୟାତ କରୁଛି। ବର୍ଷା ଦିନରେ ଯାନବାହନ 3 ବର୍ଷ ହେଲାଣି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ବ୍ରିଜ ନିର୍ମାଣ କାମ ଅଗ୍ରସର ହୋଇପାରୁନାହିଁ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। କୋରାପୁଟରୁ ଭେଙ୍କଟେଶ ରାଓଙ୍କ ରିପୋର୍ଟ, ଦ ନ୍ୟୁଜ ଟୁଡେ।